ସମସ୍ତେ ଆମେ କହିଲେଣି ସେଥିପାଇଁ ଆପଣମାନଙ୍କର ମାଳିକା ପ୍ରମାଣ କଲି। ଆଜିକାଲି ଚୁମକେ ଗାଡ଼ି ପୋଛାପୋଛି ହଉଛି ତାପରେ ଷ୍ଟାର୍ଟ ନବ ଇଞ୍ଜିନ ସର୍ପେଜାର ହରା ହେବେ ମୌଳ ସତ୍ୟ ଧର୍ମ ସତ୍ୟ ଧର୍ମ ହେବା ଯଦି ଦରକାର ପଡିଲା କୋଉଠି ଗୋଟେ ପୁରୁଣା ଟଙ୍କା ହେଲା ତାକୁ ଆମେ ନବୁ ତାକୁ ଗାୟକ ନବୁ କହିକି ରହିଗଲି ଦେଖିବା ବୁଝିବା କଣ କରୁଛନ୍ତି ଯେତେବେଳେ ବନ୍ଦ ହେଇଗଲା ଆଜ୍ଞା ଆମେ ସମସ୍ତେ ଜ୍ଞାନ ହରା ହବା ଆପଣ ଚିନ୍ତା କରୁଛନ୍ତି ଆମେ ସମସ୍ତେ ଜ୍ଞାନ ହରା କି ଆଉ ଯଦି ଜ୍ଞାନ ହରା ସମସ୍ତେ ତାହେଲେ ଜ୍ଞାନ କଥା ଶୁଣୁଛି କିଏ ବାଲା ଆଜ୍ଞା ଭାଗ୍ୟ ଶୁଣିବେ ଜନତା ଭାଗ୍ୟ ହରିନାମ ଶୁଣିବେ ଭାଗ୍ୟ ସତ୍ୟ ରହିବ ପଡ଼ିଯିବ ସେଥିପାଇଁ ଆପଣମାନଙ୍କର ପରାଶର କହିଲେ ସତ୍ୟ ଥିଲା ସତ୍ୟ ଯୁଗରେ ଆଜ୍ଞା ଚାରିପାଦ ଥିଲା ଧର୍ମ ଚାରିପାଦ ଥିଲା ସତ୍ୟ ଚାରି ଭାଗ ଜନତା ପ୍ରଭୁଙ୍କର କଥାକୁ ଶୁଣୁଥିଲେ ଆଜ୍ଞା ଆମର ପ୍ରାଣ ଥିଲା କୋଉଠି ନା ଅସ୍ଥି ଭିତରେ ଯୋଉ ମଜ୍ଜା ଥିଲା ଆମର ଉଚ୍ଚତା ଥିଲା 21 ହାତ ଖାଉଥିଲେ କାଧିରେ ଆମେ ସୁନା ଥାଲେ ଖାଉଥିଲେ ପ୍ରାଣ ଥିଲା କୋଉଠି ଅସ୍ଥି ଭିତରେ ମଜ୍ଜାରେ ଥିଲା ଆମର ପ୍ରାଣ ମଜା କଣ ଏଟା ବୁଝି ପାରୁନ କଣ କରିବି ମଜା କଣ ବୁଝି ପାରୁନ ତମର ବ୍ରାହ୍ମଣ ଘର ପିଲା ବା ନା କଇତା ଦେଖା ତମର ବ୍ରାହ୍ମଣ ଘର ପିଲା ସଂକ୍ରାନ୍ତି ଦିନ ଯୋଉ ବୋଇଲ ପିଲା ସେଇ ଯୋଉ ଲେଗ ପିସ୍ ଟାକୁ ଚୁଚୁମିଟାକୁ ସଟ୍ କିନା କରାଟେ ଭାଇ ଆମର ସାରା ମଜାରେ ଥିଲା ପ୍ରାଣ ଆମେ ବଞ୍ଚୁଥିଲେ କଳ୍ପ ପର୍ଯ୍ୟନ୍ତ ଆପଣ ମାନେ ଭାବି ପାରୁଛନ୍ତି କଳ୍ପକ କେତେ ଆପଣ ମାନଙ୍କର ମନୁ ପ୍ରମାଣ କଲେ ମନୁ ସଂହିତା ପ୍ରମାଣ କଲେ ଆମର କଳ୍ପଟା କେତେ ଚତୁର୍ଯୁଗ ମହାଯୁଗ ଚତୁର୍ଦଶା କଳ୍ପା ଚତୁର୍ଦଶା ଯୁଗ କହିଲା ଆଜ୍ଞା 48 ବର୍ଷ ହେଲେ ହବ ଗୋଟେ ମହାଯୁଗ ଯୁଗ 71 ମନୁ 71 ମହାଯୁଗ ପୃଥିବୀ ଭୋଗ କଲେ ହବ ଗୋଟିଏ ମନୁ ଚତୁର୍ଦଶା କଳ୍ପା ଚତୁର୍ଦଶ ମନୁ ପୃଥିବୀ ଭୋଗ କଲେ ହବ ଗୋଟିଏ କଳ୍ପ ଆମେ ସେ ପର୍ଯ୍ୟନ୍ତ ଆଜ୍ଞା ବଞ୍ଚୁ ସତ୍ୟ ଯୁଗରେ ଚାରିପାଦ ଥିଲା ଧର୍ମ ଚାରି ଭାଗେ ଜନତା ପ୍ରଭୁଙ୍କର କଥାକୁ ଶୁଣୁଥିଲେ ଆସିଲା ତ୍ରେତା ଯେତେବେଳେ ତ୍ରେତୟା ଯୁଗ ପହଞ୍ଚିଲା ଆଜ୍ଞା ତ୍ରେତୟା ମାଂସ ମାସଟା ଆମର ପ୍ରାଣ ରହିଲା ମାଂସରେ ଭାଗ୍ୟ ଧର୍ମ ନଷ୍ଟ ହେଇଗଲା ଭାଗ୍ୟ ସତ୍ୟ ପଳେଇଗଲା ଆଜ୍ଞା ରହିଲା କେତେ ନା 3 ଭାଗେ ରହିଲା ଧର୍ମ 3 ଭାଗେ ସତ୍ୟ 3 ଭାଗେ ଜନତା ପ୍ରଭୁଙ୍କର କଥା ଧର୍ମ କଥା ଶୁଣୁଥିଲେ ଉଚ୍ଚତା କମିଲା ଭାଗେ କମିଲା ଆୟୁଷ ମଧ୍ୟ ଭାଗେ କମିଲା ଆମେ ସତ୍ୟ ଯୁଗରେ ସୁନା ଥଲେ ଖାଉଥିଲେ ଯେତେବେଳେ ସୁନା ଆଉ ରୂପାରେ ମିଶିକିରି ଖାଇଲେ ପଞ୍ଚିଂ ଯେତେବେଳେ ପହଞ୍ଚିଲା ଦ୍ୱାପର ଯୁଗ ଆଜ୍ଞା 2 ଭାଗେ ଧର୍ମ 2 ଭାଗେ ହଉଛି ଅଧର୍ମ ଶୁଣୁଥା କଥା 2 ଭାଗେ ପାପ 2 ଭାଗେ ହଉଛି ପୁଣ୍ୟ ଆଜ୍ଞା 2 ଭାଗେ ଜନତା ପ୍ରଭୁଙ୍କର କଥାକୁ ଶୁଣିଲେ 2 ଭାଗେ ଆଉ ଶୁଣୁ ତୋରି ଭଳିଆ ଆମର ଉଚ୍ଚତା କମିଲା ଆୟୁଷ ମଧ୍ୟ ଭାଗେ କମିଲା ବାପିରେ ରହିଲା ସେତେବେଳେ ଆମେ ଖାଇଲେ କାଧରେ ଆମେ ସେତେବେଳେ କଂସା ପାତ୍ରରେ ଖାଇଲେ ରୂପାରେ ଖାଇଲେ ଯେତେବେଳେ କଳି ଯୁଗ ଆସିକିରି ପହଞ୍ଚିଲା କଳିରେ ଆମର ପ୍ରାଣ ରହିଲା କୋଉଠି ସେଇ ତ କଥା ପରମ ଶାସ୍ତ୍ର ଭାଗବତରେ ଜଗନ୍ନାଥ ଦାସ କହିଲେ ବ୍ରାହ୍ମଣ ପିଲା ଭାଗବତ ଆମେ କଳି ଯୁଗରେ ଆହାର ବିନା
ବଞ୍ଚି ପାରିବାନି। ସ୍ୱପ୍ନ ବିହୁନେ ହଂସ। ସାରେ ଆମର ପ୍ରାଣ ରହିଲା କୋଟି ଆହାରରେ, ଆୟୁଷ ରହିଲା 120 ବର୍ଷ। 120 ଆଜ୍ଞା 3 ଭାଗ ଧର୍ମ, 3 ଭାଗ ଅସତ୍ୟ। ଅସତ୍ୟ। ଭାଗ୍ୟ ରହିଲା ଧର୍ମ, ଭାଗ୍ୟ ରହିଲା ସତ୍ୟ। ଭାଗ୍ୟ ଜନତା